ମୋ ବସ୍ ଶିଳ୍ପାଞ୍ଚଳକୁ ଯେଉଁ ଗଢ଼ିବା ପାଇଁ ଆମର କିଛି ଦିନ ପୂର୍ବରେ କନକ ଟିଭି ଜରିଆରେ ଆମେ ସ୍ୱର ଉତ୍ତୋଳନ କରୁଥିଲୁ। ସେ ସମସ୍ୟାକୁ ଯାହା ହଉ ପ୍ରଶାସନ ଅନୁଧ୍ୟାନ କରି ବସ୍ ଶିଳ୍ପାଞ୍ଚଳକୁ ଗଢ଼ିଲା, ସବୁ ସୁବିଧା ହେଲା। ଏପଟେ ବି ଲୋକ ଯାଉଛନ୍ତି ପ୍ରଶାସନ ଆଉ ଟିକେ ଯଦି ଧ୍ୟାନ ଦେଇ ଟିକେ ସୁବିଧା କରିଥାନ୍ତେ ବୋଲେ 4 ନମ୍ବର ପ୍ଲାଟଫର୍ମକୁ ଆଉ ଆଙ୍କୁଲିକି ୟୁନିଭର୍ସିଟି ସଂଯୋଗ ହୋଇଥାନ୍ତା, ଭଲ ହେଇଥାନ୍ତା। ଧନ୍ୟବାଦ। ଆମେ କନକ ଟିଭି ପ୍ରଥମେ ଏଇଟା ସ୍ୱର ଉତ୍ତୋଳନ କରି ଆମର କଥା ନେଇକି ଉପସ୍ଥାପନ କରିଥିଲେ ଆଉ ସରକାରଙ୍କୁ ମଧ୍ୟ ଆମର ପ୍ରଶାସନକୁ ମଧ୍ୟ ଆମେ ଧନ୍ୟବାଦ ଦେଉଛୁ। ଏ ଯେଉଁ ମୋ ବସ୍ ପଡ଼ିଛି ଏତିକି ପଡ଼ିଛି, ଏଠି ମଧ୍ୟ ଯିବା ଆସିବା ହେଉଛନ୍ତି ଲୋକ, ସୁବିଧା ହେଲା। ଆଉ ଆଗକୁ ଏପଟେ ଦେଇକି ଟିକେ ଆଉ ଗୋଟେ ଯଦି ବସ୍ଟି କନକ ଟିଭି ଦ୍ୱାରା ପ୍ରଚାର କରିବେ, ମୋ 4 ନମ୍ବର ପ୍ଲାଟଫର୍ମ ଇଆଡ଼େ ୟୁନିଭର୍ସିଟିକି ଯିବା ଆସିବା କରିବାକୁ ସୁବିଧା ହେବ। 4 ଦିନ ଭିତରେ ପଡ଼ିଲା, ଏଇଟା ଆମେ କନକ ଟିଭି ଜରିଆରେ ଆମେ ଏଇଟା କରାହେଇଛି। ତାଙ୍କୁ ଆମେ ଏଇଟା ଆପତ୍ତି ଜଣାଇଥିଲୁ, ତାଙ୍କ ସ୍ୱର ଉତ୍ତୋଳନ କରିବା ପାଇଁ ଆମେ ଆପତ୍ତି କରୁଥିଲୁ, କରନ୍ତୁ ହେଲେ ଟିକେ ଜଣାନ୍ତୁ, ଆମେ ଲୋକମାନେ ଜନସାଧାରଣ ଯିବା ଆସିବାର ଅସୁବିଧା ହେଉଛି ବୋଲି। ଆଉ ତାଙ୍କୁ ଧନ୍ୟବାଦ, ଆଉ ପ୍ରଶାସନକୁ ମଧ୍ୟ ଧନ୍ୟବାଦ।